ଯେତେବେଳେ ଫୁଲକୋବିର ସେଇ ତରକାରୀ ଭଜା ଖାଇ ଖାଇ ବୋର୍ ହୋଇଯାଆନ୍ତି କିମ୍ବା ଫୁଲକୋବି ଟିକେ ଶସ୍ତା ମିଳେ, ମୁଁ ଫୁଲକୋବିର ଏଇ ରେସିପିଟା ସପ୍ତାହକୁ ଥରେ ବନାଏ। ସମସ୍ତଙ୍କୁ ବହୁତ ପସନ୍ଦ ଆସେ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଯଦି ପସନ୍ଦ ଆସିବ ଲାଇକ୍ କମେଣ୍ଟ ସେୟାର କରିନେବେ। ଚ୍ୟାନେଲ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଫେସବୁକ୍ ପେଜ୍ରେ ଦେଖୁଥିଲେ ପ୍ଲିଜ୍ ଫେସବୁକ୍ ପେଜ୍କୁ ମଧ୍ୟ ଫଲୋ କରିନେବେ। ଏଇଠି ମୁଁ ଦୁଇଟା ମିଡିଲ୍ ସାଇଜ୍ର କୋବିକି ଏମିତି 4 ଖଣ୍ଡ ମାନେ ଛୋଟ ଛୋଟ କରିକି କାଟିକି 2-3 ଥର ଭଲସେ ଧୋଇକି ନେଇ ଆସିଛି। ଏଇଠି ଆପଣ କୋବିର ପରିମାଣକୁ କମ୍ କିମ୍ବା ଅଧିକ କରିକି ନେଇପାରିବେ। ଏଠି କୋବିକି ସାଇଡ଼୍ କରିନେବା। ଏଠି ବସେଇଛି ଗୋଟେ କଡ଼େଇ ଆଉ କିଛି ପାଣି ଦେଇଛି। ପାଣି ଗରମ ହେବା ପରେ ମୁଁ ଏଠି କିଛି ଲୁଣକୁ ପକେଇ ଦେଉଛି। ତାପରେ ଏଠି କାଟିକି ଧୋଇକି ରଖିଥିବା କୋବିକୁ ଆଡ଼୍ କରିନେବା ଆଉ ତାକୁ ଗୋଟେ ଫୁଟଣ ଆସିବା ପର୍ଯ୍ୟନ୍ତ ଫୁଟେଇ ନେବା। ମାନେ ଗୋଟେ ଫୁଟା ହାଇ ଫ୍ଲେମ୍ରେ ଫୁଟିବା ପର୍ଯ୍ୟନ୍ତ ଫୁଟେଇ ନେବା। ଆକୁ ଆମେ ଅଧିକ ଓଭର କୁକ୍ କରିବାନି। ଯେତିକି ଟିକେ କଞ୍ଚା ସ୍ମେଲ୍ ଚାଲିଯିବ ସେତିକି ପର୍ଯ୍ୟନ୍ତ ଫୁଟେଇ ନେବା। এই ଷ୍ଟେପ୍ଟା ଆପଣମାନେ ସ୍କିପ୍ କରିବାକୁ ଚାହିଁଲେ ମଧ୍ୟ ସ୍କିପ୍ କରିପାରିବେ, କିନ୍ତୁ ଏମିତି ବନେଇଲେ ବହୁତ ବଢ଼ିଆ ବନିବ। କୋବି ଆମର ଏଇଠି ଗୋଟେ ଫୁଟଣା ଆସିଗଲାଣି। ଆକୁ ଆମେ ଛାଣି ନେବା। ଏଇଠି ମୁଁ ସବୁ କୋବିକି ଗୋଟେ ପାତ୍ରକୁ ଛାଣି ଆଣିଛି। ତା ଦେହରେ ଭଲ କଲର୍ ପାଇଁ ଗୋଟେ ବଡ଼ ଚାମଚ କାଶ୍ମୀର ଲଙ୍କାଗୁଣ୍ଡ, ରାଗ ଯେତିକି ଖାଇବାକୁ ପସନ୍ଦ କରୁଥିବେ ସେଇ ହିସାବରେ ରାଗ ଲଙ୍କାଗୁଣ୍ଡ ଆଡ଼୍ କରିବା। ଏଠି ମୁଁ 10ରୁ 12 କୋଲା ରସୁଣ ଆଉ 1 ଇଞ୍ଚର ଅଦାକୁ ପୁରା ଛେଚିକି ନେଇଛି। ତା ସହିତ ଗୋଟେ ଗିନା ନେଇଯିବା କର୍ଣ୍ଣଫ୍ଲୋର, ମାନେ ଯେତିକି ନେଇଛି 5ରୁ 6 ଚାମଚ ବଡ଼ ଚାମଚ ନେଇଛି କର୍ଣ୍ଣଫ୍ଲୋର। ତାର 2 ଭାଗ ମାନେ କମ୍ ନେବା ମଇଦା, ମାନେ ଯଦି ମଇଦା 4 ଚାମଚ ନେବା 2 ଚାମଚ ଟିକେ ଅଧିକ ନେବା କର୍ଣ୍ଣଫ୍ଲୋର। ତାପରେ ଟିକେ କଲର୍ ପାଇଁ ଏଠି ଦେଇଦେବା ଟିକେ ଫୁଡ୍ କଲର୍ ମୁଁ ଆଡ଼୍ କରିଛି। ଆପଣ ଚାହିଁଲେ ସ୍କିପ୍ ମଧ୍ୟ କରିପାରିବେ। ସେ ସବୁକୁ ଭଲସେ ଗୋଳେଇବା। ଏଠି କୋବିକୁ ମୁଁ ଦେଖାଉଛି ଟିକେ ସିଝିଛି, କିନ୍ତୁ ବେଶୀ ସିଝିନି, ଓଭର କୁକ୍ ହେଇନି, ସେମିତି ହିଁ ସିଝେଇବେ। ତାପରେ ଅଳ୍ପ ଅଳ୍ପ ପାଣି ଦେଇ ସେ ସବୁକୁ ଭଲସେ ଗୋଳେଇ ନେବା। ଏକା ସାଥିରେ ସବୁ ପାଣି ଆଡ଼୍ କରିବାନି, ହାଲକା ହାଲକା ପାଣି ଦେଇକିରି ଆସ୍ତେ ଆସ୍ତେ ଭଲସେ ଗୋଳେଇ ନେବା, ଯେମିତି ଉପରେ କଭର ହେଇଯିବ, ମାନେ ଗୋଟେ ପତଳା ଲେୟାର ବା କୋଟିନ୍ ହେଇଯିବ। ଏମିତି ହିଁ ଗୋଳେଇବେ, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ଏଠି ଆମର କୋବି ଉପରେ ପୁରା ଗୋଟେ ପତଳା ଲେୟାର କୋଟିଂ ହେଇଯାଇଛି। ଆକୁ ସାଇଡ଼୍ କରିନେବା। ଏଇଠି ବସେଇଛି ଗୋଟେ କଡ଼େଇ, ଆଉ କଡ଼େଇରେ କିଛି ରିଫାଇନ୍ ତେଲ ଦେଇଛି। ତେଲ ଗରମ ହେଲା ପରେ ଏମିତି ଗୋଟା ଗୋଟା କରି କୋବିକୁ ଆମେ ଆଡ଼୍ କରିନେବା। ଏକା ସାଥିରେ ସବୁ କୋବି ଆମେ ଆଡ଼୍ କରିବାନି, ଗୋଟା ଗୋଟା କି ଦେଲେ ସବୁ କୋଟିନ୍ ଠିକ୍ରେ ଲାଗିବ ଆଉ କୋବି ଗୁଡ଼ାକ ଅଲଗା ଅଲଗା ହେଇକି ଛାଣି ହେବ। ଏଇଠି ଆମ କଡ଼େଇରେ ଯେତିକି କୋବି ଜାଗା ହେବ ଆମେ ସେତିକି ଦେଖିକି ଦେବା। ଅଧିକ କି ଓଭର କୁକ୍ ଦେବାନି, ଏମିତି ଲାଗିଯିବ ସବୁ କୋବି ଗୁଡ଼ାକ, ଭଲ ଲାଗିବନି। ଏମିତି ଗୋଟା ଗୋଟା ହେଇକି ରହିଲେ ବହୁତ ବଢ଼ିଆ ଭାବରେ ଉଠିବ ଆଉ କ୍ରିସ୍ପି ହେବ। ଏଇଠି ଆମର କୋବି 2 ପଟ ଲାଇଟ୍ ବ୍ରାଉନ୍ କଲର୍ ହେଇଗଲାଣି। କେତେ ବଢ଼ିଆ କଲରଫୁଲ୍ ଲାଗୁଛି ଦେଖିବା ପାଇଁ, ଦେଖନ୍ତୁ। 2 ପଟ ଏପଟ ସେପଟ ଲାଇଟ୍ ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ଆମେ ତାକୁ କ୍ରିସ୍ପି କରି ଛାଣି ନେବା। ଯେତେବେଳେ କୋବି ଟିକେ ଶସ୍ତା ହୁଏ କିମ୍ବା କୋବିର ତରକାରୀ ଭଜା ଖାଇ ଖାଇ ବୋର୍ ଲାଗେ, ମୁଁ ତ ଏଇ ରେସିପିଟା ବନାଏ। ଆପଣମାନେ କ'ଣ ବନାନ୍ତି କମେଣ୍ଟ ସେକ୍ସନରେ ସିଓର ଜଣେଇବେ। ଏଇଠି ମୁଁ ଗୋଟେ ଭାରି କୋବି ଛାଣି ନେଇଛି, ଆଉ ଅଲଗା ଭାରିକି ଏମିତି କୋବିକି ଆମେ ଛାଣି ନେବା। ଗ୍ୟାସର ଫ୍ଲେମ୍କୁ ହାଇ କରିବା। ତାହେଲେ ତାପରେ ଗୋଟା ଗୋଟା କରି ସବୁ କୋବିକି ଆମେ ଆଡ଼୍ କରିନେବା। ଯଦି କେବେ ଏଇ ଉପାୟରେ କୋବିକି ବନେଇ ନାହାନ୍ତି, ଶୀତଦିନ ସରିବା ପୂର୍ବରୁ ଥରେ ଏଇ ଉପାୟରେ ବନେଇକି କୋବିର ମଜା ଉଠାନ୍ତୁ, ଆଉ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଏଇଠି ମୁଁ ସବୁ କୋବିକୁ ଛାଣି ଆଣିଛି। ଏଠି ସୁପର କ୍ରିସ୍ପି ଆମର କୋବି ପକୋଡ଼ା ପୁରା ରେଡି। ଆପଣମାନେ ଥରେ ଏଇ ଉପାୟରେ ଶୀତୁଆ ସନ୍ଧ୍ୟାରେ ବନେଇକି ଖାଆନ୍ତୁ। ଆଉ ଆଜିର ରେସିପି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ସିଓର ଜଣେଇବେ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର, ବାଏ, ଜୟ ଜଗନ୍ନାଥ।